ତୁମେ ଭାବୁଛ ନା ସାଙ୍ଗମାନେ ମୋ ହାତରେ ମଶାଟା ବୋହିଛି, ଏତେ ରକ୍ତ ଖାଇଛି, କାହା ପାଖରୁ ଖାଇଛି ମୁଁ ଜାଣିଛି ପରା। ସାର୍ ଲାଷ୍ଟ ଭିଡ଼ିଓ ଦେଖ ସାଙ୍ଗମାନେ କ୍ଲିଅର ହେଇଯିବ ହେଲେ ସାଙ୍ଗମାନେ। ତେଣୁ ସାଙ୍ଗମାନେ ଆଜି ସାଙ୍ଗମାନେ ଥିଲା ସାଙ୍ଗମାନେ ରବିବାର, ସେପାଇଁ ସେମାନେ ଭାତ ଖାଇକି ସାଙ୍ଗମାନେ ମୁଁ ଭାବିଲି ଟିକେ ଶୋଇଯିବି। ସାଙ୍ଗମାନେ ମୁଁ ଯେ ସାଙ୍ଗମାନେ ଶୋଇଛି ନା, ମାନେ ବିଛୁଆ ଫିଛୁଆ କରିକି ଶୋଇଥିନି। ତାପରେ ସେମାନେ ଶୋଇକି ଉଠିଲା ମାନେ ସେମାନେ ସନ୍ଧ୍ୟା ହେଇଗଲାଣି ହେଲା, ରୁମ୍ରେ ବି କିଛି ଛୁଆ ହେଇନାହାନ୍ତି। ଟିକେ ସମୟ ପରେ ତ ସବୁ ଛୁଆମାନେ ପହଞ୍ଚିଗଲେ, ମାନେ ଖେଳି ଖୁଆକି ସେମାନେ ଆଇଲାକୁ ମୋ ନିଦ ଭାଙ୍ଗିଲା ଭାବୁଛ। ତାପରେ ଆମର ସେ ଚାଲିଥିଲା ସେମାନେ ଖାଇବା ଟୁକନ, ସେଠି ଛୁଆମାନେ ସବୁ ଭାଗ କରିକି ନେଉଛନ୍ତି। ତାପରେ ମୋତେ ଗୋଟେ ଛୁଆ ଆଣିକି ଦେଇଥିଲା ଖାଇବା ଟୁକନ ଦେଖୁଛ ନା। ତାପରେ ସେମାନେ ଖାଇବା ଟୁକନରେ ସଙ୍ଗେ ସଙ୍ଗେ ମୁଁ ରଖିଦେଲି। ରଖିଦେଇକି ସେମାନେ ମାନେ ମୋର ଟିକେ ବାକି ଥିଲା ଲେଖା, ମାନେ ଲେଖିବା ପାଇଁ ପଶିଗଲି ଦେଖୁଛ ନା। ତାପରେ ସେମାନେ ଲେଖିବା ସମୟରେ ମୋର ସାମନେ ବାକି ଥିଲା ଚିତ୍ର। ଏଇଠି ସାମନେ ଗୋଟେ ଛୁଆକୁ କହିଥିଲି, କହିଲେ ମୁଁ ଏହିପରି ଭାବେ କାଗଜଟି ଧରିଛି, ତୁ ଏହିପରି ଭାବେ ମୋଡ଼ା, ତେଣେ ସାମନେ ସମାନ ମାନେ ଭାବରେ ଚିତ୍ରଟି ଆମେ ଉଠିପାରିବା। ତାପରେ ପରେ ସେମାନେ ଦେଖିଲାକୁ ମୋ ଦେହରେ ଗୋଟେ ଅଛି ମଶା ବସିଛି ହେଲା। ଦେଖ ସେମାନେ ବସିକି ଧୀରେ ଧୀରେ ରକ୍ତ ଖାଉଛି ହେଲା। ମୁଁ ସେମାନେ ଜାଣିନଥିଲି, ଚାହିଁଲାକୁ ଯେ କିଛି ଜଣା ପଡ଼ିଲା। ତାପରେ ସେମାନେ ସାହସ କରି ମୁଁ ଆଙ୍ଗୁଳିଟି ଦେଖିନି, ମୁଁ ଦେଖେ କିସ କରୁଛି ଉଡ଼ିଯିବ। ଆଙ୍ଗୁଳି ଦେଖିଲା ଦେଖି ସେମାନେ ସାହସ କରି ଆଙ୍ଗୁଳି ଚଢ଼ିଗଲା। ତୁମମାନେ କିନ୍ତୁ ସେମାନେ ଦେହର ସେମାନେ ମଶାକୁ ସେମାନେ ବସେଇ ଦେବନି ହେଲା। ମୋତେ କିନ୍ତୁ ସେମାନେ ମଶା ଦେଖତେ ମୋତେ ବହୁତ ଭଲ ଲାଗେ। ତାପରେ ସେମାନେ ମୋତେ ଭୋକ ଲାଗିଲା, ତାପରେ ମୁଁ କ'ଣ କରିବା ଖାଇବା ପାଇଁ ଯିବା। ଖାଇବା ପାଇଁ ଯିବା ବେଳକୁ ଆଜି ଆଇଟମ୍ ଠିକ୍ ଦେଖୁଛନ୍ତି, ରୁଟି ହେଇଛି, ସିମେଇ ହେଇଛି, ଆଉ ସେମାନେ ଆଉ ଫୁଲକୋବି ଗାଜର ପଡ଼ି ଏକ ମନବଣିଆ ପୁରା ମାନେ ରଙ୍ଗ ତରକାରୀ ହେଇଛି। ତାପରେ ସେମାନେ ଉଛା ମୋ ସାଙ୍ଗମାନେ ଦେଖ ଖାଇତେ ବି ଯାଇନାହାନ୍ତି, ମାନେ ସେମାନେ ଠିଆ ହେଇଛନ୍ତି। ତାପରେ ସେମାନେ ଗୋଟେ କୁକୁରଟି ସାମନେ ଆସିଥିଲା, ଆସିକି ସେମାନେ ତାଙ୍କ ପାଖରେ ଠିଆ ହେଲାକୁ ତାପରେ ମୁଣ୍ଡ ଦେଖୁଛନ୍ତି ହାତ ବୁଲା, ସେ କୁକୁରଟି ମଧ୍ୟ କିଛି କହୁନି। କିନ୍ତୁ ସେମାନେ ଗାଁ ଗହଳିର ଲୋକମାନେ ତ କୁକୁର ପିଟୁଛନ୍ତି। ଏହିପରି ଭାବରେ ଭଲ ପାଇବା ଦେଖି ମୁଁ କହିଲି ଆପଣମାନଙ୍କୁ ବି ଦେଖେଇଦେବି, ଆପଣମାନେ ଦିନେ ଏହିପରି ଭାବରେ କୁକୁରଟିକୁ ମଧ୍ୟ ଭଲ ପାଇବେ। ଏ ପିଲାଟି ସାମନେ ଖାଇକି ଆସିସାରିଛି, କିନ୍ତୁ ସେମାନେ ଏଠି 3 ଜଣ ଯାକ ବଇଛନ୍ତି, ଏ 3 ଜଣ ବି ମଧ୍ୟ ଖାଇବା ପାଇଁ ଯାଇନାହାନ୍ତି। ଆଉ ସେମାନେ ମୋର ଭିଡ଼ିଓଟି ସେମାନେ କିପରି ଲାଗୁଛି ସେମାନେ ନିହାତି ସେମାନେ କମେଣ୍ଟରେ ସେମାନେ ଜଣାଇବାକୁ ଜମାରେ ଭୁଲିବେନି ହେଲା ସାଙ୍ଗମାନେ। ତାପରେ ଦେଖନ୍ତୁ ସାଙ୍ଗମାନେ ମୁଁ ଆପଣମାନଙ୍କ ପାଇଁ ଭିଡ଼ିଓ ବନୁଥିବା ସମୟରେ ଇଏ ସାଙ୍ଗଟା ମଧ୍ୟ ଆସି ମୋର ଏକ ଭିଡ଼ିଓ ବନୁଥିଲା। ଏଠି ଦେଖନ୍ତୁ ସାଙ୍ଗମାନେ, ଏଠି ଜଣେ ମୋବାଇଲ ଦେଖୁଛି, ଜଣେ ପାଠ ପଢ଼ିବା ପାଇଁ ବସିଛି ଦେଖୁଛ ନା। ଜଣେ ମୋବାଇଲ ଦେଖୁଛି, ଜଣେ ପାଠ ପଢ଼ିବା ପାଇଁ, ଜଣେ ମୋବାଇଲ ଦେଖୁଛି, ଜଣେ ପାଠ ପଢ଼ିବା ପାଇଁ ବସିଛି। ଏଇଭଳି ଭାବରେ କମ୍ବିନେସନ୍ରେ ବସିଥିଲେ। ତାପରେ ସେମାନେ ମୁଁ ବର୍ତ୍ତମାନ ଶୋଇବି। ଆଉ ସେମାନେ ମୋ ଚ୍ୟାନେଲକୁ ସେମାନେ ନିହାତି ସବସ୍କ୍ରାଇବ୍ କରିଦେବ ହେଲା।